ରଜ 2024ରେ ରିଲିଜ୍ ହୋଇଥିଲା ବାବୁଶାନ ମହାନ୍ତିଙ୍କ ପାୱାରଫୁଲ୍ ପାୱାର ଫିଲ୍ମ। ବର୍ତ୍ତମାନ ବାବୁଶାନଙ୍କ ଗୋଟେ ନୂଆ ଫିଲ୍ମର ଆନାଉନ୍ସମେଣ୍ଟ ହେବାକୁ ଯାଉଛି। ତ ଏହି ନୂଆ ଫିଲ୍ମ ବିଷୟରେ ଜାଣିବା ପୂର୍ବରୁ ଯଦି ଆପଣମାନେ ଚ୍ୟାନେଲରେ ନ ଅଛନ୍ତି ତାହେଲେ ନିଶ୍ଚୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବାବୁଶାନ ମହାନ୍ତିଙ୍କ ନୂଆ ଫିଲ୍ମର ଆନାଉନ୍ସମେଣ୍ଟ ହେବାକୁ ଯାଉଛି ତାଙ୍କ ଜନ୍ମଦିନ ଅବସରରେ। ତ ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଏହି ନୂଆ ଫିଲ୍ମ ମାଲ୍ୟଗିରି ପାର୍ଟ 2 ହେବାକୁ ଯାଉଛି କି ବା ମଲ୍ଟି ଲାଙ୍ଗୁଏଜରେ ତିଆରି ହେଉଥିବା ଫିଲ୍ମ ଅନ୍ତର୍ୟାମୀ ହେବାକୁ ଯାଉଛି। କହିବାକୁ ଗଲେ ମାଲ୍ୟଗିରିର ଡିରେକ୍ଟର ପୃଥ୍ୱୀରାଜ ପଟ୍ଟନାୟକ ବର୍ତ୍ତମାନ ତାଙ୍କର ଅପକମିଂ ଦୁଇଟି ଫିଲ୍ମ ମାଫିଆ ଓ ଜେ ହିନ୍ଦର ସୁଟିଂରେ ବ୍ୟସ୍ତ ରହିଛନ୍ତି। ଏହି ଦୁଇଟି ଫିଲ୍ମର ସୁଟିଂ ଶେଷ ହେବା ପରେ ମାଲ୍ୟଗିରି ପାର୍ଟ 2ର ସୁଟିଂ ଆରମ୍ଭ ହେବ। ତ ବାବୁଶାନଙ୍କ ନେକ୍ସଟ ଫିଲ୍ମ ତ ମାଲ୍ୟଗିରି ପାର୍ଟ 2 ହେବାକୁ ଯାଉନାହିଁ। ଆଉ ଗୋଟେ ପେନ୍ ଇଣ୍ଡିଆ ଲେଭେଲର ଫିଲ୍ମ ଅନ୍ତର୍ୟାମୀ, ଏହି ଫିଲ୍ମର ମଧ୍ୟ କିଛି ସୁଟିଂ ବର୍ତ୍ତମାନ ଅଧାରେ ରହିଛି। ଆଉ ଏହି ଫିଲ୍ମ ମଧ୍ୟ ବାବୁଶାନଙ୍କ ନେକ୍ସଟ ଫିଲ୍ମ ହେବାକୁ ଯାଉନାହିଁ ପରି ଲାଗୁଛି। ଯଦି ବାବୁଶାନଙ୍କ ଅପକମିଂ ଫିଲ୍ମର ପୋଷ୍ଟର ଦେଖିବା ତାହେଲେ ଯାହା ଜଣାପଡ଼ୁଛି ବାବୁଶାନ ଗୋଟେ ନୂଆ ପ୍ରଡକ୍ସନ ଟିମ୍ ସହିତ ଫିଲ୍ମ କରିବାକୁ ଯାଉଛନ୍ତି। ବାବୁଶାନଙ୍କ ନୂଆ ଫିଲ୍ମର ଆନାଉନ୍ସମେଣ୍ଟ ତାଙ୍କ ଜନ୍ମଦିନ ଅର୍ଥାତ୍ 30 ଜୁଲାଇରେ ହେବ। ଆପଣମାନେ ବାବୁଶାନଙ୍କ ନୂଆ ଫିଲ୍ମ ଆନାଉନ୍ସମେଣ୍ଟ ପାଇଁ ରେଡ଼ି ଅଛନ୍ତି ତ ନିଶ୍ଚୟ କମେଣ୍ଟ ସେକ୍ସନରେ ଲେଖି ଜଣାଇବେ। ଯଦି ଆପଣମାନେ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ନିଶ୍ଚୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ।